ଆଜିର ରାଶିଫଳ ଏପ୍ରିଲ ମାସ 22 ତାରିଖ 2026 ମସିହା ବୁଧବାର। ତିଥି ଷଷ୍ଠୀ ରାତ୍ରି 11:15 ଗତେ, ସପ୍ତମୀ ନକ୍ଷତ୍ର ଆଦ୍ରା ରାତ୍ରି 11:13 ଗତେ, ପୁନର୍ବସୁ ଚନ୍ଦ୍ର ମିଥୁନ ଯୁଗ ଅତିଗଣ୍ଡ। ଆଜିର ସୂର୍ଯ୍ୟ ଉଦୟ ସମୟ 5:28, ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6:04। କର୍କଟ ରାଶିର ଘାତ ବାର, କନ୍ୟା ରାଶିର ଘାତ ଚନ୍ଦ୍ର। ଆଜିର କାଳବେଳା ବାରବେଳା ଦିବା 8:34 ଗତେ 10:10 ମଧ୍ୟେ, ବାରବେଳା ଦିବା 11:45 ଗତେ 1:20 ମଧ୍ୟେ, ବିଶୁଦ୍ଧେବା ଅମୃତ ବେଳା ଦିବା 7:05 ମଧ୍ୟେ, 1:21 ଗତେ 1:31 ମଧ୍ୟେ, ରାତ୍ରି 6:52 ଗତେ 9:17 ମଧ୍ୟେ, ବିଶୁଦ୍ଧେବା ମାହେନ୍ଦ୍ର ବେଳା ଦିବା 3:54 ଗତେ 6:05 ମଧ୍ୟେ। ଆଜି ନିମ୍ବ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। 11:15 ଗତେ ଓ ତାଳ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ। ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ। ଆପଣ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଦେବ ଦର୍ଶନରୁ ସୁଯୋଗ ମିଳିବ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନିଜ ଲୋକମାନଙ୍କ ସହିତ ମିଶିବାର ସମ୍ଭାବନା ସୁଯୋଗ ରହିଛି। ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ। ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି। ଆକସ୍ମିକ ବିପଦ ହେତୁ ସତର୍କ ରୁହନ୍ତୁ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଜାଣିବାକୁ ପାଇବେ ଯେ ସତରେ ଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି। ଏଥିରୁ କେହି ଲୋକ ଆପଣଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିବେ। ପୁରାତନ ସମସ୍ୟାର ସମାଧାନ ଅବସର ମିଳିବ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧା ଏକା ପଡ଼ିଯାଇଛନ୍ତି, ତାହେଲେ ଆପଣଙ୍କ ବନ୍ଧୁ ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କର ବିଭିନ୍ନ ବା ଭ୍ରମଣ କରିବାର ସମ୍ଭାବନା ଅଛି। କୌଣସି ଏକ ଧର୍ମପୀଠ ଓ ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି। ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ, କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱପୂର୍ଣ୍ଣ ଭାବରେ ଚାଲୁଅଛି। ଯଦି ଆପଣଙ୍କ ମଧ୍ୟରେ ଝଗଡ଼ା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ, ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନଟି କ୍ଲେଶଦାୟକ। ଆପଣଙ୍କ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି, ତେବେ ଆପଣଙ୍କ ଜିତିବା ନିଶ୍ଚୟ। କୌଣସି ଜଣେ ଅନୁଭବ ଓକିଲଙ୍କ ପରାମର୍ଶ ନିଅନ୍ତୁ। ଚିନ୍ତାରେ କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ। ଏଥିରୁ ମୁକୁଳିଥିବା ପାଇଁ କୂଟନୀତିରେ ସାହାଯ୍ୟ ନିଅନ୍ତୁ। ଏହା ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି। ଗୁରୁଜନଙ୍କ ନିନ୍ଦା ଓ ବ୍ୟଥା ଦେଇପାରେ। ସେହିଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ। ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ। ଆଜି ଆପଣ କୌଣସି ପରିବାର ଉତ୍ସବ ମଧ୍ୟରେ ଭାଗ ନେବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚରମ ସୀମାରେ ରହିବେ। ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ, କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ସମସ୍ୟା ଦେଖାଦେଇପାରେ। ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ୱାରା ଆଘାତ ହୋଇପାରନ୍ତି। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବା ମନବାଞ୍ଛିତ ଦ୍ରବ୍ୟ ପାଇପାରନ୍ତି। ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ ହୋଇପାରେ। ଧନ ଲାଭ ଯୋଗ ଅଛି। ଦିନଟି ପ୍ରତିପଦ ରହିବ। ସେହିଭଳି ଦେଖିବା ଶେଷରେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଭାଗ୍ୟ ହିଁ ଆପଣଙ୍କୁ ସଫଳତା ଦେବ। ଆଜି ସବୁକିଛି ଆପଣଙ୍କ ଇଚ୍ଛା ଅନୁସାରେ ହିଁ ହେବ। ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମର ନ ହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି। ଏହି ସୁଯୋଗର ସମ୍ପୂର୍ଣ୍ଣ ରୂପେ ଲାଭ ଉଠାନ୍ତୁ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।